ଦିନେ ସରଉରାମ ସେତେବେଳେ ମନ୍ତ୍ରୀ ଥିଲା। ସରଉରାମ ମନ୍ତ୍ରୀ ଥିଲା, ସେ ଯେ ଗଲା ଯେମିତି ଆମର ଇଚ୍ଛା ଲୋକ ସେଟା। ତାର ସାନ ଭାଇ ତା ପାଖରେ ପଢିଥିଲି। ଆଚ୍ଛା। ତେଣୁ ସେ ଯେମିତି ଗଲେ, ତୁଳସୀ ତୁ ପାଠ ପଢୁଛୁ କି? ହଁ ପଢୁଛି ଆଜ୍ଞା। କଣ କଣ ପଢୁଛୁ ଦେଖି? ମୁଁ ସବୁବେଳେ ସିଲେଟ ରଖିଥାଏ ଆଉ ବର୍ଣ୍ଣବୋଧଟା ସବୁବେଳେ। ଆଚ୍ଛା। ତ ସେଇଟାକୁ ପଢିଲି। ତାପରେ ଓହୋ ଆଉ ଗୋଟେ ପାଠ ତୁ ସେ ଜାଣିନୁ, ଆଉ ମୁଁ ଶିଖେଇଦେବି, ବର୍ତ୍ତମାନ ତୁ ଶିଖିବୁ। ତାପରେ ଆଇଗା ପଣଖିଆ ସେତେବେଳେ କାଣେ ଥିଲା। ଆଚ୍ଛା। ପଣଖିଆ ବସେଇକରି ଆଗେ ବୁଝେଇଲା, ଟଙ୍କା ପଇସା ନେଇକରି ବୁଝେଇକରି ଶେଷରେ ପଣଖିଆ ସେମାନେ ସୁଡ଼କ ପଣଖିଆ ମୁଁ ସେଇ 2 ଘଣ୍ଟା ଭିତରେ ଶିଖିଦେଲି। 2 ଘଣ୍ଟାରେ 16 ପଣିକିଆ ପଣଖିଆ ଶିଖିଲି। ତାପରେ ଖୁସି ହେଇଗଲା। ମାନେ କିଛି ଧାରା ଶିଖେଇଲେ କି ହଁ ଆପଣ? କାଣେ ଆଚ୍ଛା। କାଣେ ଗଲେ 1 ଟଙ୍କା, ପଣ କହିଲେ 4 ଅଣା, ମାନେ ପଣଖିଆ ମାନେ ଏକକେ ଏକ ପଣ 1 ଦୁଣେ 2 ପଣ 1 3 3 ପଣ 1 4 4 ପଣ 1 5 5 ପଣ 1 6 6 ପଣ 1 7 7 ପଣ 1 8 8 ପଣ 1 9 1 9 ଏମିତି ହିସାବରେ ଆପଣ 2 ଘଣ୍ଟାରେ 16 ପଣିକିଆ ପୁରା ଏମିତି 10 ସୁଡ଼ ହେଇଗଲେ, ସୁଡ଼ ଅଣା ହେଇଗଲେ, ସୁଡ଼ ପଣ ହେଇଗଲେ 1 ଟଙ୍କା ହେଇଯାଏ। ଆଉ 10 ହେଲେ 10 ଅଣା ହେଇଯାଏ। ମାନେ ଅଣା ଗୁଡକ କାଣେ ସବୁ